ମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସୂର୍ଯ୍ୟ ଏବଂ ସୂର୍ଯ୍ୟଙ୍କୁ ପଞ୍ଚଦେବତାଙ୍କ ମଧ୍ୟରେ ମଧ୍ୟ ସ୍ଥାନ ଦିଆହେଇଛି। ଆମେ ସୂର୍ଯ୍ୟଙ୍କୁ ନାରାୟଣ, ସୂର୍ଯ୍ୟ ନାରାୟଣ ବୋଲି ମଧ୍ୟ କହିଥାଉ। ତା ସହିତ ଆପଣମାନେ ଦେଖିବେ କି ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ମଧ୍ୟ କହିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ହେଉଛନ୍ତି ମାନ ସମ୍ମାନ, ପ୍ରତିଷ୍ଠା ଏହିସବୁର କାରକ ମଧ୍ୟ। ସେହି ସୂର୍ଯ୍ୟ 14 ଜାନୁଆରୀ 2026 ମସିହାରେ ତାଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ 14 ଜାନୁଆରୀ 2026 ସନ୍ଧ୍ୟା 3:06 ଏକାଦଶୀ ତିଥିରେ ହେବାକୁ ଯାଉଛି। ଯାହାଫଳରେ ଯେତେ ସବୁ ମେଷ ରାଶିର ବ୍ୟକ୍ତିମାନେ ଅଛନ୍ତି ତାଙ୍କୁ କ'ଣ ସବୁ ଶୁଭ ଅଶୁଭ ଫଳ ମିଳିବ ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଭାଶିଷ ପୁଣ୍ଠା ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ତ ଆମେ 14 ଜାନୁଆରୀ ପରଠୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମେଷ ରାଶିର ବ୍ୟକ୍ତିମାନଙ୍କୁ କ'ଣ ସବୁ ଫଳ ମିଳିବ ସେହି ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସ୍ୱପ୍ନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବେ କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ତା ସହିତ ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓ ତଳେ ହାଇପ୍ ମଧ୍ୟ ଦେଇପାରିବେ ଏବଂ ଚ୍ୟାନେଲରେ ଜଏନ୍ ହେଇକି କିଛି ବେନିଫିଟ୍ ମଧ୍ୟ ପାଇପାରିବେ। ଯଦି ଆମେ ମେଷ ରାଶି କଥା କହିବା ତାହେଲେ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟ ପଞ୍ଚମାଧିପତି ହୋଇ ଦଶମ ଭାବରେ ଗୋଚର କରିବେ ଏବଂ ସୂର୍ଯ୍ୟଙ୍କ ସହିତ ଏହି ଗୋଚର କାଳରେ ମଙ୍ଗଳ, ବୁଧ, ଶୁକ୍ର ମଧ୍ୟ ଯୋଗ ଦେବେ ଏବଂ ଚତୁର୍ଗ୍ରହ ଯୋଗ ମଧ୍ୟ ସୃଷ୍ଟି କରିବେ। ଯାହାଫଳରେ ଆପଣମାନେ ଦେଖିବେ କି ଏହି ସମୟରେ ଯେତେ ସବୁ ମେଷ ରାଶିର ବ୍ୟକ୍ତି ଅଛନ୍ତି ତାଙ୍କର ପାଠପଢ଼ାରେ ଯେଉଁ ଫଳାଫଳ, ଯେଉଁ ପରୀକ୍ଷାର ଫଳାଫଳ ସେଥିରେ ଭଲ ରେଜଲ୍ଟ ନ ଆସିପାରେ, ତାଙ୍କର ପାଠପଢ଼ାରେ କିଛି ନ୍ୟୁନତା ଦେଖିବାକୁ ମିଳିପାରେ ଏବଂ ପିତାମାତାଙ୍କୁ ସନ୍ତାନଙ୍କ ଠାରୁ ଯେପରି ଆଶାନୁରୂପକ ସୁଖ ପ୍ରାପ୍ତ ନ ହେଇପାରେ। କିନ୍ତୁ ଯେତେ ସବୁ ମେଷ ରାଶିର ବ୍ୟକ୍ତି ଅଛନ୍ତି ସେମାନେ କର୍ମକ୍ଷେତ୍ରରେ ଉନ୍ନତି, ପ୍ରଗତି ଏବଂ ପଦୋନ୍ନତିକୁ ପ୍ରାପ୍ତ କରିବେ ଏବଂ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ବ୍ୟବସାୟ କ୍ଷେତ୍ରରେ ଭଲ ଗ୍ରୋଥ୍ କରିବେ, ଅଗ୍ରଗତି କରିବେ, ତାଙ୍କ ବ୍ୟବସାୟ ଭଲ ଚାଲିବ। ଏ ତ ଥିଲା ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏଇ ଯେଉଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କିଭଳି ଯିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ବି ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।